ଆଜିର ଅନୁଚିନ୍ତା। ପୂଜାରେ ତମ୍ବା ବାସନ ବ୍ୟବହାର କଲେ ଶୁଭ ଫଳ ମିଳିଥାଏ ଓ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ କରିବା ବେଳେ ହାତରେ ତମ୍ବା ମୁଦି ପିନ୍ଧି ଓ ତମ୍ବା ପାତ୍ରରେ ଜଳ ଦେଲେ ବହୁତ ଶୁଭ ହୋଇଥାଏ। ଯଦି ଘରର ବାଡ଼ିରେ ମହୁ ଫେଣା ରହିଥାଏ ତାହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ପ୍ରାୟତଃ ଅଧିକାଂଶ ଘରେ ପ୍ଲାଷ୍ଟିକ ଡବାରେ ଲୁଣକୁ ରଖନ୍ତି, କିନ୍ତୁ କାଚ ପାତ୍ରରେ ଲୁଣ ରଖିଲେ ଶୁଭ ହୋଇଥାଏ। ଛାଞ୍ଚୁଣୀର ଧୂଳି, ଛେଳି ଖୁରାର ଧୂଳି, ଘୁଷୁରୀ ଗୋଡ଼ର ଧୂଳି ଓ ରଜସ୍ପଳ ନାରୀର ପାଦ ଧୂଳି ଠାକୁର ଘରେ ପଡ଼ିଲେ ଅଶୁଭ ହୋଇଥାଏ। ଘରର ଦକ୍ଷିଣ କାନ୍ଥରେ ଘଣ୍ଟା ରଖନ୍ତୁ ନାହିଁ କିମ୍ବା ଅଚଳ ଘଣ୍ଟା ରଖନ୍ତୁ ନାହିଁ। ଗୁରୁବାର ଦିନ ଓ ଶନିବାର ଦିନ ଘରୁ ଲୁହା ଜିନିଷ କଦାପି ବିକ୍ରି କରନ୍ତୁ ନାହିଁ। ଶନିବାର ଦିନ ଲୁହା ଚମଡ଼ା ଜାତୀୟ ଦ୍ରବ୍ୟ, ତେଲ, ଲୁଣ ଓ କୋଇଲା କିଣନ୍ତୁ ନାହିଁ ଓ ଘରକୁ ଆଣନ୍ତୁ ନାହିଁ। ଗାଧୋଇବା ଘରେ ନଖ କାଟନ୍ତୁ ନାହିଁ। ଶନିଦେବଙ୍କ ମୂର୍ତ୍ତି ଘରେ ରଖି ପୂଜା କରନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କର ଠିଆ ହୋଇଥିବା ଫଟୋ ନୁହେଁ, ବସି କରିଥିବା ଫଟୋ ରଖି ଘରେ ପୂଜା କରନ୍ତୁ। ଏହା କରିବା ଦ୍ୱାରା ମଙ୍ଗଳ ହୋଇଥାଏ।